ରନ୍ଧନ ଗ୍ୟାସ୍ ଅଭାବରେ ତୁମୁଡ଼ିବନ୍ଧ ବ୍ଲକର ସୁଭଦ୍ରା ଶକ୍ତି କ୍ୟାଫେ ବନ୍ଦ। ରନ୍ଧନ ଗ୍ୟାସ୍ ଅଭାବରେ ତୁମୁଡ଼ିବନ୍ଧ ବ୍ଲକର ସୁଭଦ୍ରା ଶକ୍ତି କ୍ୟାଫେ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମାକୁ ଆସି ସୁଭଦ୍ରା ଶକ୍ତି କ୍ୟାଫେ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କ୍ୟାଫେ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ କାମ ପାଇଁ ତୁମୁଡ଼ିବନ୍ଧ ବ୍ଲକ ସଦର ମହକୁମାକୁ ଆସି ସୁଭଦ୍ରା ଶକ୍ତି କ୍ୟାଫେ ଜରିଆରେ ସୁଲଭ ମୂଲ୍ୟରେ ଖାଦ୍ୟ ନ ପାଉଥିବା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ୍ ଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି। ତୁମୁଡ଼ିବନ୍ଧରୁ ନ୍ୟୁଜ୍ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବରସେଟଙ୍କ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ୍ ଓଡ଼ିଶା, ଭୁବନେଶ୍ୱର।